ପାରଳାଖେମୁଣ୍ଡି ଚିକିତ୍ସାଳୟକୁ ଚିକିତ୍ସା ହେବା ପାଇଁ ଆସିଲେ ଛିଡ଼ା ହେବା ପାଇଁ ପଡ଼ିବ ଲମ୍ବା ଧାଡ଼ିରେ। ଆପଣ ସକାଳୁ ଆସିଲେ 11ଟା ପର୍ଯ୍ୟନ୍ତ ଚିକିତ୍ସା ହେବା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେବା ପାଇଁ ପଡ଼ିବ। ଯେଉଁ ବୋର୍ଡ଼ ଲାଗିଛି ଆପଣଙ୍କୁ ଦେଖାଇବି, ବହିର୍ବିଭାଗ ଲେଖାହେଇଛି ସକାଳ 8ଟାରୁ 12 ଘଣ୍ଟିକା ପର୍ଯ୍ୟନ୍ତ, ମଧ୍ୟାହ୍ନ 3ଟାରୁ 5 ଘଣ୍ଟିକା ପର୍ଯ୍ୟନ୍ତ ଆସୁଥିବା ରୋଗୀଙ୍କୁ ଚିକିତ୍ସା କରାଯିବ। ମାତ୍ର ବର୍ତ୍ତମାନ 11 ଘଣ୍ଟିକା ସମୟ ହେଲାଣି, ସେହି ସମୟ ପର୍ଯ୍ୟନ୍ତ କୌଣସି ଡାକ୍ତରଙ୍କର ଦେଖା ମିଳୁନି, ଯାହାଫଳରେ ଲମ୍ବା ଧାଡ଼ିରେ ଆସି ଛିଡ଼ା ହେବା ପାଇଁ ପଡ଼ୁଛି। ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଗଜପତି ଜିଲ୍ଲା ସମେତ ରାୟଗଡ଼ ଜିଲ୍ଲା ଏବଂ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ବହୁ ଲୋକମାନେ ନିର୍ଭର କରନ୍ତି। ଦୃଶ୍ୟ ଆପଣଙ୍କୁ ଦେଖାଇବି, ଏ ହେଉଛି ଲମ୍ବା ଧାଡ଼ିରେ ଅଛନ୍ତି ଯେଉଁ ସହଯୋଗୀ ରହିଛନ୍ତି, ମୁଁ ତାଙ୍କୁ କହିବି ଦୀର୍ଘ ସମୟ ଧରି ଲୋକମାନେ ଦୂର ଦୂରାନ୍ତରୁ ଆସି ଅପେକ୍ଷା କରିଛନ୍ତି। ଆଉ କିଛି ମୁଁ ଦୃଶ୍ୟ ଦେଖାଇବି, ଗୋଡ଼ରେ ମାଡ଼ ବାଜିବା ସତ୍ତ୍ୱେ ମଧ୍ୟ ସେ କିଭଳି ଛିଡ଼ା ହେଇଛନ୍ତି ସେ ଦୃଶ୍ୟ ମୁଁ ଆପଣଙ୍କୁ କ୍ୟାମେରା ମାଧ୍ୟମରେ ଦେଖେଇବି। ବୟସ୍କ ବୃଦ୍ଧ ଜଣଙ୍କ ଗୋଡ଼ରେ ମାଡ଼ ବାଜିଛି, ତଥାପି ସକାଳୁ ସେ ଆସି ଧାଡ଼ିରେ ଛିଡ଼ା ହେଇଛନ୍ତି। ଏପର୍ଯ୍ୟନ୍ତ କାହାର ଦେଖା ମିଳିନି। ସରକାରଙ୍କ ନିୟମ ରହିଛି, ଯଦି ବୃଦ୍ଧ ଲୋକମାନେ ଧାଡ଼ିରେ ଆସନ୍ତି ସେମାନଙ୍କୁ ପ୍ରାଥମିକତା ଦେବା ଆବଶ୍ୟକତା ରହିଛି। ମାତ୍ର ବୃଦ୍ଧ କୁହନ୍ତୁ, ମହିଳା କୁହନ୍ତୁ, ଯୁବକ କୁହନ୍ତୁ, ଗୋଟିଏ ଲମ୍ବା ଧାଡ଼ିରେ ଛିଡ଼ା ପାଇଁ ପଡ଼ିଛି। ଏ ହେଉଛି ପାରଳାଖେମୁଣ୍ଡି ମେଡ଼ିକାଲର ବିକଳ ଚିତ୍ର। ଯେତେବେଳେ ଅଧିକାରୀମାନଙ୍କୁ ସରକାର ଲକ୍ଷ ଲକ୍ଷ ଟଙ୍କା ଦରମା ଦେଉଛନ୍ତି, ମାତ୍ର ସେମାନେ ନିଜର ଦରମା ବୃଦ୍ଧି ପାଇଁ ଦାବିରେ ରହୁଛନ୍ତି, ଅନ୍ୟାନ୍ୟ ବାବଦରେ ସେମାନେ ଧାରଣାରେ ରହୁଛନ୍ତି ଏବଂ ଛୁଟିରେ ରହୁଛନ୍ତି। ସାଧାରଣ ରୋଗୀଟିଏ ଯେତେବେଳେ ପାରଳାଖେମୁଣ୍ଡି ମେଡ଼ିକାଲକୁ ଆସୁଛି, ଏ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆମେ ପଚାରି ବୁଝିବା। ଯେଉଁ ବୃଦ୍ଧ ଜଣକ ଅଛନ୍ତି ସେ କେଉଁଠୁ ଆସିଛନ୍ତି, କେତେବେଳେ ଆସିଲେ? ଆଜ୍ଞା, ଆପଣଙ୍କୁ ଖବର ଓଡ଼ିଶା ସ୍ୱାଗତ। ଆପଣଙ୍କ ପରିଚୟ କ'ଣ? ମୋର ଗ୍ରାମ ହେଉଛି କୁଜାସିଂ। ଆସିଲୁ 5ଟା ବେଳେ, ଧାଡ଼ିରେ ଠିଆ ରହିଛୁ। ଏଠି ଡକ୍ଟର କିଏ ଦେଖା ଯାଉନାହାନ୍ତି। ବୟସ ମୋର 60 ହେବ। ଗୋଡ଼ରେ କ'ଣ ଆଘାତ ଲାଗିଛି? ଆମେ ଦେଖୁଥିଲୁ ଗୋଡ଼ ମାଡ଼ ହେଇଛି। ଆପଣ ମାଡ଼ ହେଇଛି ଆଜ୍ଞା, ମୋର ଆକ୍ସିଡେଣ୍ଟ ହେଇଗଲା ଶନିବାର ଦିନ 10ଟା ବେଳେ। ଆଉ ଅଣ୍ଟା ମାଡ଼ ହେଇଛି, ଗୋଡ଼ ମାଡ଼ ହେଇଛି। ଅସୁବିଧାର କାରଣ ମୁଁ ଏଠି ଏକ୍ସରେ ବାହାର କରି ବୋଲି ଆସିଛି ଆଜ୍ଞା। ବାହାର କଲି, ଆଉ ଲାଇନ୍ରେ ଠିଆ ରହିଛି ସାର୍। କେତେବେଳେ ଆସିଲେ ଏଠିକି 5ଟାରେ ଆସିଛି। କେତେ ଦୂର ଆପଣଙ୍କ ଗାଁ? 50 କିଲୋମିଟର ହେବ। ଖାଇବା ପିଇବା କଲେନି? କିଛି ଖାଇନି ସାର୍, କିଛି ଖାଇନି। କେତେ କଷ୍ଟ ଲାଗୁଛି ଲମ୍ବା ଧାଡ଼ିରେ? କଷ୍ଟ ଲାଗୁଛି, ଗୋଡ଼ ବଥା, ଅଣ୍ଟା ବଥା, ଠିଆ ରହିପାରୁନି, ଆଉ ଦରଜ ହେଉଛି। ଆଉ ଯାହା ଆମେ ବୃଦ୍ଧଙ୍କଠୁ ଆଲୋଚନା କରିଥିଲେ, ଆଉ ଗୋଟେ ଭାଇ ମଧ୍ୟ ଅଛନ୍ତି। ଭାଇ, ଆପଣଙ୍କ ନାଁ କ'ଣ? ମୋ ନାମ ହେଉଛି ପିଣ୍ଟୁ ଶାସ୍ତ୍ରୀ। ମୁଁ ମାର୍ଲବାରୁ ଆସିଛି। ଆମ ଗାଁ ଏଇଠୁ 60 କିଲୋମିଟର ଦୂର ହେବ। କେତେବେଳୁ ଆସିଲେଣି, କ'ଣ ପାଇଁ ଆସିଛନ୍ତି? ମୁଁ ଏଇଠୁ ଏଇଠି 8ଟା ବେଳେ ପହଞ୍ଚିଲି, ହେବ 2 ଘଣ୍ଟା ହେବ ଛିଡ଼ା ହେଇଛି। ଡକ୍ଟର ଆସିନାହାନ୍ତି? ଡକ୍ଟର କିଏ ଆସିନାହାନ୍ତି। କାହାକୁ ପଚାରିଲେ କି? ହଁ, ପଚାରିଲୁ, ସିକ୍ୟୁରିଟି ଭାଇକୁ ପଚାରିଲୁ, କିନ୍ତୁ ସେ କହିଲେ 11ଟାରେ ଆସିବେ ବୋଲି କହିଲେ। 11ଟାରେ ଆସିବେ ବୋଲି? ଆପଣ ଦୀର୍ଘ ସମୟ ହେଲା ଜଗିଛନ୍ତି? ହଁ, ଜଗିଛୁ। କେତେ କଷ୍ଟ ଲାଗୁଛି? ଆପଣ ଯଦି ଯୁବ ବୟସରେ କଷ୍ଟ, ବୃଦ୍ଧମାନେ ନେଇ ଆସୁଛନ୍ତି, କ'ଣ କରିବା? ଆମେ ଯୁବ ବୟସ ବୋଲି ଆମେ ଏମିତି ଛିଡ଼ା ହେଇପାରୁଛୁ, କିନ୍ତୁ ଯଦି ଅଧିକ ପେସେଣ୍ଟ, ଯଦି ସିରିୟସ୍ ପେସେଣ୍ଟ ଆସିବେ କ'ଣ କରିବେ? ଛିଡ଼ା ହେଇକି ରହିପାରିବେ କି ସେମାନେ? ଯାହା ଆମେ ଭାଇଙ୍କଠୁ ଆଲୋଚନା କରିଥିଲେ, ଆଉ ସେ ଦୃଶ୍ୟ ମଧ୍ୟ ଦେଖାଇବେ। ଏ ଧାଡ଼ିରେ ଛିଡ଼ା ହେଇଛନ୍ତି, ଆମେ ପଚାରି ବୁଝିବା। ସାର୍, ଆପଣଙ୍କ ପରିଚୟ? ମୋ ନାଁ ମନୋଜ କୁମାର ଦାସ, ମୁଁ ପାରଳାଖେମୁଣ୍ଡି ନିବାସୀ। ଏଇଠୁ ମୁଁ ଜଣେ ପେସେଣ୍ଟକୁ ଧରିକି ଆସିଥିଲି 8:30ଟାରୁ ଜଗିଲି ଆସିକି। ଆମକୁ ଜଣା ନାହିଁ ଷ୍ଟ୍ରାଇକ୍ ହେଇଛି 11ଟା ଯାଇ ଡକ୍ଟର ଆସୁନାହାନ୍ତି ବୋଲି। କେବଳ କ୍ୟାଜୁଆଲିଟି ଛାଡ଼ିକି ଆଉ କୌଣସି ଡିପାର୍ଟମେଣ୍ଟରେ କୌଣସି ଡକ୍ଟର ନଥାଉଛନ୍ତି। ଆଉ ଅନେକ ଲୋକ ମୁଁ ଦେଖିଲି, ମୁଁ ଯେଉଁମାନଙ୍କୁ ଯାହାକୁ ଧରିକି ଆସିଥିଲି ସେ 75 ବର୍ଷର ବୟସ୍କ। 1.5 ଘଣ୍ଟା ଅପେକ୍ଷା କରିବା ପରେ ନେଇକି ତାଙ୍କୁ ଘରେ ଛାଡ଼ିଲି। ଆଉ ପୁଣି ଆସିଛି, ଦେଖିକି ଡକ୍ଟର ଆସିଛନ୍ତି ନାହିଁ ଦେଖିବା ପାଇଁ ବୋଲି। ଚିକିତ୍ସା ନ କରିକି ଆପଣ ଫେରିକି ଗଲେ, ପୁଣି ଆସିଲେ? ପୁଣି ଆସିଛି, ଡକ୍ଟର ଆସିଛନ୍ତି ନାହିଁ ଦେଖିବାକୁ। କାହିଁକି ଏତେ ବୟସ୍କ ଲୋକ ଏଠି ଏତେ ଅପେକ୍ଷା କରିପାରିବେନି। ମୁଁ ଏଇଠୁ ଦେଖୁଛି ବହୁତ ବର୍ଷ ହେଲାଣି। ଏଇଠି ମୁଖ୍ୟତଃ କ'ଣ, ଡକ୍ଟରଙ୍କର ବହୁତ ସର୍ଟେଜ୍ ଅଛି। ଗୋଟେ ଜିଲ୍ଲା ମୁଖ୍ୟାଳୟ 3ଟାରୁ 4ଟା ଜିଲ୍ଲା ଏଇ ଆମର ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଉପରେ ନିର୍ଭର କରନ୍ତି। ଆଉ ଆମର ଯେମିତି 8ଟାରୁ 12ଟା ସ୍ପେଶାଲିଷ୍ଟ ଗୁଡ଼ା ସମ୍ଭବତଃ 9ଟାରେ ଆସନ୍ତି। ଆଉ ବହୁତ ସ୍ପେଶାଲିଷ୍ଟ ନାହାନ୍ତି ମଧ୍ୟ। ତେଣୁ ଶ୍ରୀକାକୁଲମ କିମ୍ବା ବିଶାଖାପାଟଣା କିମ୍ବା ବ୍ରହ୍ମପୁର ଉପରେ ଏଇ 3 ଜିଲ୍ଲାର ଲୋକମାନେ ନିର୍ଭର କରନ୍ତି ଡକ୍ଟରମାନଙ୍କ ଉପରେ। ଗଜପତି ଜିଲ୍ଲାର ପ୍ରତ୍ୟେକ ଡିପାର୍ଟମେଣ୍ଟ ଯେଉଁ ଷ୍ଟାଫର ସର୍ଟେଜ୍ ଅଛି ସେଇଟାକୁ ପୂରଣ କରିବା ସହିତ ଅଧିକ ସମୟ ଏଇଟା ଯେଉଁ ଇଭିନିଂ 3ରୁ 5 ରହୁଛି, କ୍ୟାଜୁଆଲିଟିରେ ଥାଉଛନ୍ତି ଡକ୍ଟର ଏଇଠି ନାହାନ୍ତି ଡ୍ୟୁ ଟୁ ସର୍ଟେଜ୍ ଅଫ୍ ଡକ୍ଟର। ସେଇ ଜିନିଷଟାକୁ କେମିତି ପୂରଣ କରାଯାଉ, ଏଇଟା ଆମ ସରକାରଙ୍କ ନିକଟରେ ଦାବି। ତା ସହିତ ଯେଉଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ରାଜ୍ୟର ଯେଉଁ ସ୍ୱାସ୍ଥ୍ୟ ଦାୟିତ୍ୱରେ ଅଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ, ସେଇଟା ଆମର ବିନୀତ ଅନୁରୋଧ।
जहाँ आम आलोचना करुले बर्तमान शुणा मिलूँ डॉक्टर मैंने काले स्ट्राइक अच्छा जदि स्ट्राइक अच्छा तेज मानविकता दृष्टि जो रोगी आसी चिकित्सा करने कथा मात्र चिकित्सा नक 11 घंटिकार 2टा जदि से ड्यूटी कर शुणा मिलूँ तेज कौटि ना कौटि बुद्धिजीवी महल एक असंतोष प्रकाश पाँच कारण गजपत जिला एक आदिवासी अधुषित जिला एठाकू 7टी ब्लॉक सहित पड़ोशी रायगढ़ जिला और आंध्र प्रदेश लोक मैंने निर्भर करते एभली जदि स्ट्राइक रे से जीवे तेरे लोक किभली चिकित्सित हेबे ता एक बड़ प्रश्नवाची जदि एठारे सामान्य कौन असुविधा हुए आंध्र प्रदेश रेफर करा जाउची आंध्र प्रदेश लोक जाई जहाँ तेलुगु बुझुनी सेठी नाई असुविधार सम्मुखीन होचंदी अन्यपटे एठारे जदि पाड़ाखिमुंडी मुख्य चिकित्सालय को आसुचंदी डॉक्टर अभाव अन्यपटे डॉक्टर अभाव रही बेले से धारणा रोचंदी जहाँ स्ट्राइक करचंदी से सरकार पाखरे कागज कलम रे लड़िया दरकार मात्र लोक जो मैंने चिकित्सित आसुचंदी से चिकित्सा करिवार मानविकता रहिबा आवश्यक एथिबाई बुद्धिजीवी महल असंतोष प्रकाश पाई तेबे गजपतिवासी को भल चिकित्सा केबे मिलुची देखिया बाकी रहा गजपति हेमंत प्रधान खबर ओडिशा।